ପୃଥିବୀର ବୃହତ୍ତମ ପର୍ବତ ଶ୍ରେଣୀର ନାମ କ'ଣ? ପୃଥିବୀର ବୃହତ୍ତମ ପର୍ବତ ଶ୍ରେଣୀର ନାମ ହିମାଳୟ। ପୃଥିବୀର ଉଚ୍ଚତମ ଶୃଙ୍ଗର ନାମ କ'ଣ? ପୃଥିବୀର ଉଚ୍ଚତମ ଶୃଙ୍ଗର ନାମ ଏଭରେଷ୍ଟ। କେଉଁ ଜଳପଥ ଏସିଆ ମହାଦେଶକୁ ଆଫ୍ରିକା ଠାରୁ ଅଲଗା କରୁଛି? ସୁଏଜ କେନାଲ ଏସିଆ ମହାଦେଶକୁ ଆଫ୍ରିକା ଠାରୁ ଅଲଗା କରୁଅଛି। ଏସିଆ ମହାଦେଶର ଦକ୍ଷିଣରେ କେଉଁ ମହାସାଗର ଅବସ୍ଥିତ? ଏସିଆ ମହାଦେଶର ଦକ୍ଷିଣରେ ଭାରତ ମହାସାଗର ଅବସ୍ଥିତ। କେଉଁ ମାଳଭୂମିକୁ ପୃଥିବୀର ଛାତ କୁହାଯାଏ? ପାମିର ମାଳଭୂମିକୁ ପୃଥିବୀର ଛାତ ବୋଲି କୁହାଯାଏ। ଏସିଆ ମହାଦେଶର ପଶ୍ଚିମରେ ଡ୍ୟାଶ ମହାଦେଶ ଅବସ୍ଥିତ? ୟୁରୋପ। ଏସିଆର ତୃଣଭୂମିକୁ ଡ୍ୟାଶ କୁହାଯାଏ? ଷ୍ଟେପି। ତୁନ୍ଦ୍ରାଞ୍ଚଳରେ ଡ୍ୟାଶ ପ୍ରାଣୀ ବାସ କରେ? ବଲଗା ହରିଣ। ମରୁଭୂମି ଅଞ୍ଚଳରେ ଡ୍ୟାଶ ଉଦ୍ଭିଦ ମିଳେ? ସିଜୁ। ପାହାଡ଼ିଆ ଅଞ୍ଚଳରେ ଡ୍ୟାଶ ଦେଖିବାକୁ ମିଳେ? ୟାକ୍। ଏସିଆ ମହାଦେଶକୁ ଏକ ବୈଚିତ୍ର୍ୟମୟ ମହାଦେଶ କୁହାଯାଏ କାହିଁକି? ବିଭିନ୍ନ ଧର୍ମାବଲମ୍ବୀ, ବିଭିନ୍ନ ଭାଷାଭାଷୀ ଓ ବେଶ ପୋଷାକ ପିନ୍ଧୁଥିବା ଲୋକ ଏସିଆ ମହାଦେଶରେ ବାସ କରିଥାନ୍ତି। ତେଣୁ ଏସିଆକୁ ବୈଚିତ୍ର୍ୟମୟ ଦେଶ ବୋଲି କୁହାଯାଇଥାଏ।